जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आमे हमर आस्ट्रो सेशन को आगू बढ़ेबा। आस्ट्रो सेशन क्रम रे आमे द्वादश राशिस्थ विभिन्न ग्रहों फल विषय आलोचना करथिले। आज हमर टॉपिक रहइबो द्वादश राशिस्थ शनिश्चर महाराजଙ୍କ फल। आमे मानसगरी पद्धति पढुचे जो माने जानि नांती से मानको कहि रखे। मानसगरी पद्धति होउची गोटे पुरुना ओल्ड आस्ट्रोलॉजी क्लासिक बुक जो पुरातन आचार्य माने सेमानकर कंटेम्पररी पीरियड रो रिसर्च को लिपिबद्ध କରିଛନ୍ତି ଏବଂ ତଦନୁପାତିକ ସେମାନେ ଗ୍ରହର ନୈସର୍ଗିକ କାରକ ତତ୍ତ୍ୱ ରାଶିର ନୈସର୍ଗିକ କାରକ ତତ୍ତ୍ୱକୁ ନେଇ ସେମାନଙ୍କର ଅବସ୍ଥିତି ବିଭିନ୍ନ ଭାବରେ ବିଭିନ୍ନ ରାଶିରେ ଦର୍ଶାଇଛନ୍ତି। ତେଣୁ ମାନସଗରୀ ପଦ୍ଧତି ଟା ଏତେ ଆକୁରେଟ ନୈସର୍ଗିକ କାରକ ତତ୍ତ୍ୱକୁ ନେଇ ଯଦି ଆପଣ କେବେ ୟାକୁ ଭେରିଫାଏ କରିବେ ଆପଣ ମାନେ ନିଶ୍ଚିତ ବୁଝିପାରିବେ ଯେ ଏହାର କାରକ ତତ୍ତ୍ୱ ଉପରେ କେତେ ମାତ୍ରାରେ ରହୁଛି। ଗୋଟେ କୁଣ୍ଡଳୀ ଆନାଲିସିସ୍ କଲା ବେଳେ ସମ୍ପୂର୍ଣ୍ଣ ଭାବ ସମ୍ପୂର୍ଣ୍ଣ ଦୃଷ୍ଟି ଏବଂ ନବଗ୍ରହ ଏବଂ ବିଭିନ୍ନ ପ୍ରକାରର ଆଡଭାନ୍ସ ଟେକ୍ନୋଲୋଜି ଟେକ୍ନିକ କୁ ନେଇକି କୌଣସି ଜଜମେଣ୍ଟ ଫଳାଦେଶ କରାଯାଏ। ଯେହେତୁ ଆମେ ମୂଳ ଆଷ୍ଟ୍ରୋଲୋଜିର ପାର୍ଟ ଗୁଡାକୁ ପଢୁଛେ ସେଥିପାଇଁ ଆମର ସଦାସର୍ବଦା ଦାୟିତ୍ୱ ରହିବା ଦରକାର ଆମେ ମୂଳରୁ କେମିତି ଜିନିଷ ଗୁଡାକୁ ଅ, ଜାଣି ଜାଣି ଚାଲିବା ଯାହା ଦ୍ୱାରା ଆମର କନସେପ୍ଟ ଟା କ୍ଲିୟର ହେଇପାରିବ। ତେବେ ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା ଦ୍ୱାଦଶ ରାଶିସ୍ଥ ଶନିଶ୍ଚର ମହାରାଜଙ୍କ ଫଳ। ଜନ୍ମ ସମୟରେ ଯଦି ମେଷ ରାଶିରେ ଶନିଶ୍ଚର ମହାରାଜ ରହନ୍ତି ତାହେଲେ ଜେନେରାଲି ଦରିଦ୍ରରୁ ମାନେ ସେ ଲୋକ ପାଖରେ ଏତେ ମାତ୍ରାରେ ପଇସା ରହେ ନାହିଁ। ପଇସା ଆସେ କିନ୍ତୁ ପଇସା ଖର୍ଚ୍ଚ ହେଇଯାଏ ଏବଂ ଲୋକମାନେ ସବୁବେଳେ ତାକୁ ବିରୋଧ କରନ୍ତି ଏବଂ ତାର ସମାଜରେ ମନୋରଥ ଏତେ ମାତ୍ରାରେ ପରିପୂର୍ଣ୍ଣ ହୁଏନି। ଏ ଲୋକ ଭଲ କଥାକୁ ବେଳେ ବେଳେ ମିସ୍ ଇଣ୍ଟରପ୍ରିଟ କରିନିଏ ଏବଂ ସେଇଥିପାଇଁ ସମାଜରେ ସିଏ ଏତେ ମାତ୍ରାରେ ଭଲସେ ପ୍ରତିଷ୍ଠିତ ହୋଇପାରେ ନାହିଁ। ଜନ୍ମ ସମୟରେ ଯଦି ବୃଷ ରାଶିରେ ଶନି ଥାଆନ୍ତି ତାହେଲେ ସ୍ତ୍ରୀ ସୁଖରୁ ରହିତ, ଚୁଗଲଖୋର ଲୋକ ମାନେ ଚୁଗୁଲିଖୋର ଲୋକମାନଙ୍କର ସଙ୍ଗ କରିବା, ଏ ଲୋକର ମତିଭ୍ରମ ହୋଇଥାଏ ଏବଂ ପୁତ୍ର ହବାରେ ବିଳମ୍ବିତ ହୋଇଥାଏ। ଯଦି ଜନ୍ମ ସମୟରେ ମିଥୁନ ରାଶିରେ ଶନିଶ୍ଚର ମହାରାଜ ରହିଥାନ୍ତି ତାହେଲେ ଅତ୍ୟନ୍ତ ମୈତ୍ରୀ ଏବଂ ବାହାର ସୁଖ ଭୋଗ କରିବାରୁ ସେ ବଞ୍ଚିତ ହୁଏ, ସୁଖ ପାଏ ନାହିଁ। ଜନ୍ମ ସମୟରେ ଯଦି କର୍କଟ ରାଶିରେ ଶନି ରହନ୍ତି ତାହେଲେ ମାକୁ ପୀଡା, ତା ସହିତ ଦୁର୍ବଳ ଶରୀର ଏବଂ ଧନ ଭୋଗ କରିବା ବାଲା ଏବଂ ଶତ୍ରୁ ରହିତ ହୋଇଥାଏ। ଯଦି ଜନ୍ମ ସମୟରେ ସିଂହ ରାଶିରେ ଶନି ରହନ୍ତି ତାହେଲେ ଲେଖିବାରେ କୁଶଳ, ଜନପ୍ରିୟ ଏବଂ ଏ ଲୋକର ଭାଇ ନିଶ୍ଚିତ ଭାବରେ ଥାନ୍ତି, ନୀତି ରହିତ, ପୁତ୍ରବାନ, ସ୍ତ୍ରୀ ସୁଖ ପାଇବା ବାଲା। ଯଦି ଜନ୍ମ ସମୟରେ କନ୍ୟା ରାଶିରେ ଶନି ଥାନ୍ତି ତାହେଲେ ଏ ଲୋକ ଯେତେ ମାତ୍ରାରେ କାମ କରେ ତଦନୁପାତିକ ସେ ସଫଳତା ପାଏ ନାହିଁ। ଏ ଲୋକ ବିନୟ ରହିତ ହୋଇଥାଏ ଏବଂ ଏହାର ଭାବ ଲୋକମାନଙ୍କ ପ୍ରତି ଚେଞ୍ଜ ହେଇଯାଏ। କେତେବେଳେ ୟାର ବଡି ସବଳ ରହେ କେତେବେଳେ ନିର୍ବଳ ରହେ କିଛି କେହି କହିପାରିବେ ନାହିଁ। ଜନ୍ମ ସମୟରେ ତୁଳା ରାଶିରେ ଯଦି ଶନି ଥାଆନ୍ତି ତାହେଲେ ତୁଳା ରାଶିରେ ଶନିଶ୍ଚର ମହାରାଜ ଉଚ୍ଚ ହେଇଯାଆନ୍ତି। ତାହେଲେ ସେଇଠି ସେ ନିଜ କୂଳରେ ରାଜାଙ୍କ ତୁଲ୍ୟ, ଅଧିକ କାମୀ, ଦାନୀ ଏବଂ ରାଜାଙ୍କ ଠାରୁ ଉପକୃତ ହେବା ମାନେ ଏଠି ଆଡମିନିଷ୍ଟ୍ରେସନ ବା ଗଭର୍ଣ୍ଣମେଣ୍ଟ କୁ ଦେଖଉଛି ଗଭର୍ଣ୍ଣମେଣ୍ଟ ରୁ କିଛି ଫାଇଦା ପାଇବା। ଜନ୍ମ ସମୟରେ ଯଦି ବିଛା ରାଶିରେ ଶନି ଥାଆନ୍ତି ତ ବିଷ, ଶସ୍ତ୍ର, ଅଗ୍ନିରୁ ଭୟ, ଧନନାଶ, ଶତ୍ରୁ ଏବଂ ରୋଗରେ ପୀଡିତ, ବିକଳ, ପୁତ୍ରହୀନ ତଥା ଦରିଦ୍ର ହୋଇଥାନ୍ତି। ଜନ୍ମ ସମୟରେ ଯଦି ଧନୀ ରାଶିରେ ଶନି ଥାଆନ୍ତି ତାହେଲେ ସେ ଲୋକର ପୁତ୍ର ଦ୍ୱାରା ମନୋରଥ ପୂର୍ତ୍ତି, ବିଖ୍ୟାତ କୀର୍ତ୍ତି ବାଲା, ଉତ୍ତମ ଜୀବିକା ଓ ଅନେକ ପ୍ରକାରର ଐଶ୍ୱର୍ଯ୍ୟରେ ତୁଷ୍ଟ ରହିଥାନ୍ତି ସେ ଲୋକ। ଜନ୍ମ ସମୟରେ ଯଦି ମକର ରାଶିରେ ଶନି ଥାଆନ୍ତି ତାହେଲେ ସେ ଲୋକ ରାଜପ୍ରିୟ ମାନେ ଗଭର୍ଣ୍ଣମେଣ୍ଟରେ ବା ଗଭର୍ଣ୍ଣମେଣ୍ଟ ଆଡମିନିଷ୍ଟ୍ରେସନରେ ପ୍ରିୟ ହେଇଥିବାରୁ ସେ ତାର ମହତ୍ଵ ଥାଏ ସମାଜରେ ଏବଂ ବିଭିନ୍ନ ପ୍ରକାର ଧୂପ, କସ୍ତୁରୀ ଫୁଲ, ଚନ୍ଦନ ର ପ୍ରତି ତାର ଆବେଗ ରହେ ଏବଂ ତାର ଘରେ ଏଇ ସବୁ ଜିନିଷ ଗୁଡାକ ମିଳେ। ସେ ଏଇସବୁ ଜିନିଷ ଗୁଡାକୁ ଫ୍ରିକ୍ୱେଣ୍ଟଲି ୟୁଜ କରେ। ଯଦି ଜନ୍ମ ସମୟରେ କୁମ୍ଭ ରାଶିରେ ଶନି ଥାଆନ୍ତି ତାହେଲେ ଶତ୍ରୁଙ୍କ ଠାରୁ ଦୁଃଖ ପାଇଲା ବାଲା,
କର୍ତ୍ତବ୍ୟହୀନ ଏବଂ ତାକୁ ଭଲ ସଙ୍ଗ ମିଳିବେ କି ନାହିଁ ସେଥିରେ ପ୍ରୋବ୍ଲେମ ହୁଏ। ଜନ୍ମ ସମୟରେ ଯଦି ମୀନ ରାଶିରେ ଶନି ଥାନ୍ତି ତାହେଲେ ବିନୟୀ, ସୁନ୍ଦର ବ୍ୟବହାର କଲା ବାଲା, ଜନମାନସରେ ଗୁଣଗ୍ରାହୀ, ଉପକାରୀ, ନିପୁଣ, ବୈଭବରେ ଯୁକ୍ତ ହୋଇଥାଏ। ତେବେ ଆଜି ଆମେ ଏଇ ସେସନରେ ଜାଣିଲେ ଦ୍ୱାଦଶ ଭାବରେ ଶନିଶ୍ଚର ମହାରାଜଙ୍କର କିଭଳି ଭାବରେ ଫଳ ଦେବେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।